ରାଷ୍ଟ୍ରର ଆତ୍ମିକ ସେବା ଯୋଗ ଦେବା ନିମନ୍ତେ ଆମ ସମସ୍ତଙ୍କୁ एकत्र କରିଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା संगे संगे पोस्ट मास्टरଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଯେପରି ଈଶ୍ୱରଙ୍କର ବାକ୍ୟ କହେ, ଏ ମୋର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର, ଏ ମୋର ଅନ୍ତରସ୍ଥ ସକଳ ତାଙ୍କ ପବିତ୍ର ନାମର ଧନ୍ୟବାଦ କର। ଏ ମୋର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କର ମଙ୍ଗଳ ଦାନ ସବୁ ପାତର ନାହିଁ। ସୁନ୍ଦର ଭାବରେ ପ୍ରିୟ ପ୍ରବୀଣା ପୁଣି ଆହ୍ୱାନ କରିଥିବାରୁ ଧନ୍ୟବାଦ। पोस्ट मास्टरଙ୍କୁ ମଧ୍ୟ ଧନ୍ୟବାଦ ଦିଏ। এই ପ୍ରଭାତ କାଳରେ ପ୍ରଭୁଙ୍କର ଆରାଧନା କରିବା ପାଇଁ ମୋ ପରି ଏକ ବୃଦ୍ଧା ଦାସୀକୁ ସୁଯୋଗ ଦେଇଥିବାରୁ ଆସୁ ଉପାସନା ସଙ୍ଗୀତର ଗୀତଟି ଗାଇବା ପୂର୍ବରୁ ପଦେ ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛୁ ପିତା ସୁନ୍ଦର ଅନୁଗ୍ରହର ପ୍ରଭାତ ପାଇଁ, ଏ ମୁହୂର୍ତ୍ତ ନିଶ୍ୱାସ ପାଇଁ, କାରଣ ପ୍ରଭୁ ତୁମ ଦୟାରେ ଆମେ ବଞ୍ଚିଛୁ। ଯଦି ବଞ୍ଚିଛୁ ପ୍ରଭୁ ତୁମର ସେଇ ଗୋଟିଏ ମାତ୍ର ଅଭିମତ, ତୁମର ସନ୍ତାନ ମାନେ ସଦାସର୍ବଦା ଆପଣା ଆପଣାକୁ ନଷ୍ଟ କରି ତୁମ ସେ ଦୟା ସିଂହାସନ ନିକଟକୁ ଆସି ତୁମର ସ୍ତୁତି ପ୍ରଶଂସା କରିବେ, ତୁମର ଗୁଣାନୁଗାନ ପାଠ କରିବେ, ତୁମର ମହାନତାକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିବେ। ପ୍ରାର୍ଥନା ମାଧ୍ୟମରେ, ଗାୟନ ମାଧ୍ୟମରେ, ଶାସ୍ତ୍ର ଆଲୋଚନା ମାଧ୍ୟମରେ ତୁମର ସୁଷମାଚାରକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚେଇବେ। ପୁଣି ତୁମର ଜୟ ଜୟକାର କରୁ କରୁ ପ୍ରଭୁ ପବିତ୍ର ଆତ୍ମାଙ୍କୁ ଉପସ୍ଥିତିରେ କେତୋଟି ମୁହୂର୍ତ୍ତ ସୁସ୍ଥିର ଭାବରେ ରହିବା ପାଇଁ ତୁମେ ସୁଯୋଗ ଦେଇଛ, ସେଥିପାଇଁ ଧନ୍ୟବାଦ ଦଉଛୁ। ପ୍ରାର୍ଥନା କରୁଛୁ ରେଡ୍ ମିନିଷ୍ଟ୍ରି ଅନୁକୂଳରେ ଆୟୋଜିତ ଏହି ସେବା କାର୍ଯ୍ୟଟିକୁ ତୁମେ ବାହୁଲ୍ୟ ଭାବରେ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ସତ୍ୟର ଆତ୍ମାରେ ଏକତ୍ରିତ ହୋଇ ତୁମର ଉପାସନା ଆରାଧନା ବାକ୍ୟ ଆଲୋଚନା କରିବା ନିମନ୍ତେ ତୁମେ ସାହାଯ୍ୟ କର। हे पिता ईश्वर, हे पुत्र ईश्वर, हे पवित्र आत्मा ईश्वर, ଯେତେବେଳେ ତୁମେ ଆମମାନଙ୍କ ମଧ୍ୟରେ ଉପସ୍ଥିତ ରହି ଆରାଧନାକୁ ଆଗ୍ରହଣ କରି ପିତାଙ୍କ ନିକଟରେ ମଞ୍ଜୁର କରିଦିଅ ବୋଲି ନିବେଦନ କରି ମୋ ଅଯୋଗ୍ୟ ଧୂଳି ମାତ୍ର ନିଜକୁ ସମର୍ପଣ କରି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ପିତା, ଆମେନ୍ ଆମେନ୍ ଆମେନ୍। ଉପାସନା ସଙ୍ଗୀତ 112 ପୃଷ୍ଠର ଗୀତଟି ଗାଇବା। ତାର ରଚନା ମୁକୁନ୍ଦ ଦାସ। ପ୍ରାୟ ଗୀତ ଗୁଡିକ ମୁକୁନ୍ଦ ଦାସଙ୍କର ରଚନା। କର ଯୀଶୁଙ୍କ ନାମେ ଜୟଗାନ। ଆସନ୍ତୁ ଏ ପ୍ରାତଃ ସମୟରେ ପ୍ରଭୁଙ୍କର ନାମରେ ଜୟଗାନ କରିବା। କର ଯୀଶୁଙ୍କ ନାମେ ଜୟଗାନ କର, ପ୍ରଶଂସା ପ୍ରାର୍ଥନା ଘେନିବା ସେହି କେବଳ ସିନା ଶୁଭାଜନ କର, ଯୀଶୁଙ୍କ ନାମେ ଜୟଗାନ କର। ସ୍ୱର୍ଗରେ ଦୂତ ଗଣ ସିଂହାସନ ଚତୁର୍ଦିଗେ ଥାଇ ଅନୁକ୍ଷଣ ବୋଲୁଥାନ୍ତି ସଦା ଧର୍ମ ଧର୍ମ ଯୀଶୁ ପ୍ରଶଂସାକୁ ଭାଜନ କର। ହାତ ଯୋଗ କରିବା ଆମ୍ଭ ଗୀତ ସ୍ୱର୍ଗ ଦୂତ ମାନଙ୍କର ସହିତ ଏକ ସୁରେ ଯୁବା ମିଶଧା ପ୍ରଶଂସା କରି ଗାୟନ କର। କରି ଆପଣାରୁ
যিশুଙ୍କ নামে জয় গান কର ତାଙ୍କ ମହିମା ଆଉ କଟାପଣ ସର୍ବଦା ଥାଉ ଗୌରବ ସମ୍ଭ୍ରମ ଧନ୍ୟବାଦ ତୁଟି ଗ୍ରହଣ କର ସେହି କେବଳ ଶୁଭଜନ କର ଯୀଶୁଙ୍କ ନାମେ ଜୟ ଗାନ କର ପ୍ରାର୍ଥନା ପ୍ରଶଂସା ଘେନିବାକୁ ସେ କେବଳ ନାଶୁଭାଜନ କର ଯୀଶୁଙ୍କ ନାମେ ଜୟ ଗାନ କର। ସ୍ୱର୍ଗର ଦୂତମାନେ ମଧ୍ୟ ଜୟଗାନ କରନ୍ତି। ସେଥିପାଇଁ ଆମମାନଙ୍କୁ ମଧ୍ୟ ଜୟଗାନ କରିବା ପାଇଁ ତାଙ୍କର ସୁବର୍ଣ୍ଣ ସୁଯୋଗକୁ ଆମେ ଅବହେଳା କରିବା ନାହିଁ। ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ସେ ଆମମାନଙ୍କୁ ବୋହି ଆଣିଛନ୍ତି। କାରଣ ତାଙ୍କର ବହୁମୂଲ୍ୟ ସେ ରୁଧିର ଦେଇ ଆମମାନଙ୍କୁ ସମସ୍ତ ପାପରୁ କ୍ଷମା କରି ଆମମାନଙ୍କୁ ତାଙ୍କ ନିକଟବର୍ତ୍ତୀ କରାଇଛନ୍ତି। ଆମମାନଙ୍କୁ ତାଙ୍କ ନିଜସ୍ୱ ସନ୍ତାନ କରିଛନ୍ତି। ଆମମାନଙ୍କୁ ସେଇ ସ୍ୱର୍ଗ ରାଜ୍ୟର ପ୍ରଜାସତ୍ରରେ ଆମମାନଙ୍କୁ ପଢ଼େଇ ଆଣିଛନ୍ତି। ତାଙ୍କର କର୍ତ୍ତାପଣ ସଦା ସର୍ବଦା ଆମମାନଙ୍କର ମଧ୍ୟରେ ଉପସ୍ଥିତ, ପୁଣି ସର୍ବଦା ତାଙ୍କର ଗୌରବ ସ୍ତୁତି ଧନ୍ୟବାଦ କରିବାର ଆମମାନଙ୍କର କର୍ତ୍ତବ୍ୟ। ଧନ୍ୟବାଦ ଦଉଛୁ ଆମମାନଙ୍କୁ ଏଇ ସୁଯୋଗ ସେ ଦେଇଥିବାରୁ। ଆସନ୍ତୁ ଆଉ ଏକ ଗୀତ ଦ୍ୱାରା ପ୍ରଭୁଙ୍କର ପ୍ରଶଂସା କରିବା। ଆଉ ଯେପରି ପ୍ରତିଦିନ ପ୍ରତି ପ୍ରଭାତରେ ଆମମାନେ ତାଙ୍କର ପ୍ରଶଂସା କରିଥାଉ। ମୁଁ ରାତି ଦିନ କରିବି ସ୍ତୁତି ଗାନ ପ୍ରଭୁଙ୍କର ମୋ ଧାର କରିବ ପ୍ରଶଂସା ନିରନ୍ତର ପ୍ରଭୁଙ୍କର ଯିଏ ପ୍ରଭୁଙ୍କର ଭୟକାରୀ ଦୂତଗଣ ରହିଥାନ୍ତି ତାଙ୍କୁ ବେଢ଼ି ଘେରି ସଦା ପ୍ରଭୁଜି ମଙ୍ଗଳମୟ ଦେଖ ନିଜେ ଆସ୍ୱାଦନ କରି ଆହି ଭକ୍ତଗଣ ତାଙ୍କୁ ଭୟ କର ଆହି ଭକ୍ତଗଣ ତାଙ୍କୁ ଭୟ କର ଅଭାବ ନାହିଁ ଗୋ ତୁମର ରାତି ଦିନ କରିବି ସ୍ତୁତି ଗାନ ପ୍ରଭୁଙ୍କର ସଦା ପ୍ରଭୁଙ୍କର ପୂର୍ଣ୍ଣ ଦୃଷ୍ଟି ଥାଏ
ହୃଦୟର ସହବର୍ତ୍ତୀ ଭଙ୍ଗା ଅନ୍ତଃକରଣକୁ ସେ ଉଦ୍ଧାର କରନ୍ତି। ଅନେକ ବିପଦ ଥାଏ ଭାବି କର, ଅନେକ ବିପଦ ଥାଏ ଭାବି କର, ହେଲେ ପ୍ରଭୁ କର ଉଦ୍ଧାର, ଉଦ୍ଧାର। ମୁଁ ପ୍ରତିଦିନ କରିବି ତୁତି ଗାନ ପ୍ରଭୁଙ୍କର, ପ୍ରଭୁଙ୍କର ମୋକ୍ତାଧାର। କରିବ ପ୍ରଶଂସା ନିରନ୍ତର ପ୍ରଭୁଙ୍କର, ପ୍ରଭୁଙ୍କର। ଧନ୍ୟବାଦ ଦଉଛୁ। ପ୍ରକୃତିରେ ପ୍ରଭୁଙ୍କର ଭୟକାରୀ ମାନଙ୍କ ଚତୁର୍ଦିଗରେ ସୁରକ୍ଷାର ବେଡ଼ି ଦେଇ ଏ ଭୟଙ୍କର ପରିସ୍ଥିତି, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନଙ୍କୁ ସୁରକ୍ଷା କରି ଦେଖନ୍ତୁ। एकमात्र से मंगलमय पिता परमेश्वर रक्षा कर। ସେଥିପାଇଁ ତାହା ଯଦି ଆମେ ଆସ୍ୱାଦନ କରିଛୁ, ନିଶ୍ଚିତ ଭାବରେ ଭୟରେ କମ୍ପରେ ତାଙ୍କର ଚରଣ ନିକଟକୁ ଆସିବୁ। ଯେତେବେଳେ ଆମେ ଭକ୍ତ ଭାଗଣ ହିସାବରେ ତାଙ୍କ ନିକଟକୁ ଆସିଛୁ ବାକ୍ୟ ରୂପୀ ରବ ଶୁଣିବା ପାଇଁ, କିନ୍ତୁ ପ୍ରଭୁ ଦୟାମୟ, ସେ ଆମମାନଙ୍କୁ ଦୟା କରିବେ। ତାଙ୍କର ପବିତ୍ର ବାକ୍ୟ ଆମ କର୍ଣ୍ଣରେ ପ୍ରବେଶ କରିବା ସମୟରେ ବକ୍ତା ନୁହନ୍ତି, ମାତ୍ର ତୁମେ କଥା କହିବ। ପବିତ୍ର ଆତ୍ମା ତୁମେ ଆମମାନଙ୍କ ମଧ୍ୟରେ ଉପସ୍ଥିତ ରହିବ। ପ୍ରଭୁ ତୁମ ନିମନ୍ତେ ଆମମାନଙ୍କର କର୍ଣ୍ଣ ସମ୍ପୂର୍ଣ୍ଣ ଭାବରେ ତୁମ ରବ ଶୁଣିବା ପାଇଁ ଉନ୍ମୁକ୍ତ ରହିବ। ଏଥିପାଇଁ ତୁମେ ସାହାଯ୍ୟ କର। ହାଲେଲୁୟା। ଆସନ୍ତୁ ଶେଷ ଗୀତଟି ଗାଇ ବାକ୍ୟ ମଧ୍ୟକୁ ଯିବା। ପ୍ରଭୁ ଦୟାମୟ, ପରମ ଈଶ୍ୱର, ପ୍ରଭୁ ଦୟାମୟ, ପରମ ଈଶ୍ୱର, ଚାଳକ ପାଳକ সকল ସୃଷ୍ଟିର ପ୍ରଶଂସା ଗାଇ ସଜାଡ଼ି ଦେଉଛୁ ଭକତିର ଉପହାର। ପ୍ରଭୁ ଦୟାମୟ, ପରମ ଈଶ୍ୱର, ଅନୁଗ୍ରହ ତୁମ ଅଶେଷ ଅପାର, ତୁମ ଇଙ୍ଗିତେ ଚାଲିଛି ସଂସାର, କରୁଣା ତୁମରି ହୁଏ ନାହିଁ ଶେଷ, କରିଛ ମାର୍ଜନା ସବୁ ପାପ ଦୋଷ, ସେଥିପାଇଁ ଆଜି ଉଛୁଳି ଉଠୁଛି, ସେଥିପାଇଁ ଆଜି ଉଛୁଳି ଉଠୁଛି ଧନ୍ୟବାଦ ଗୀତି ସୁର। ପ୍ରଭୁ ଦୟାମୟ, ପରମ ଈଶ୍ୱର, ପ୍ରେମମୟ ପିତା, ମୁକ୍ତି ଆଧାର, ରୋଗ ସଂକଟରୁ କରିଛ ଉଦ୍ଧାର, ଅଯାଚିତ ତୁମ ମଙ୍ଗଳ ଦାନ, ପ୍ରତି ନିମିଷରେ କରୁଛୁ ସ୍ମରଣ, ସେଥିପାଇଁ
ଦୟାମୟ ପରମ ଈଶ୍ୱର। ଧନ୍ୟବାଦ ଦଉଛୁ ପିତା, ଆଜିର ଆରାଧନାକୁ ତୁମେ ଆଗ୍ରାହ୍ୟ କରିଛ, ପିତାଙ୍କ ନିକଟରେ ମଞ୍ଜୁର କରିଛ। ଆତ୍ମାର ପ୍ରସ୍ତୁତି ମଧ୍ୟରେ ତୁମର ବାକ୍ୟ ରୂପୀ ରବ ଶୁଣିବା ପାଇଁ ଆମ କର୍ଣ୍ଣ ମନ ହୃଦୟ ଆତ୍ମାକୁ ତୁମେ ପ୍ରସ୍ତୁତ କରିଛ ବୋଲି ଧନ୍ୟବାଦ ଦଉଛୁ। ଧନ୍ୟବାଦ ଦଉଛୁ। ସତ ସତ ପ୍ରଭୁ ଅଣ୍ଠରୁ ଆମମାନଙ୍କର ଧନ୍ୟବାଦକୁ ଆଗ୍ରାହ୍ୟ କରି ପିତାଙ୍କ ନିକଟରେ ମଞ୍ଜୁର କଲ, ସେଥିପାଇଁ ଧନ୍ୟବାଦ ଦଉଛୁ। ଆଜିର ସୁନ୍ଦର ସୁବର୍ଣ୍ଣ ସୁଯୋଗ ପାଇଁ ଓ ପ୍ରଭୁ ଆମର ରିଅଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ହୋଷ୍ଟ ମାଷ୍ଟରଙ୍କ ନିକଟରେ ମଧ୍ୟ ଧନ୍ୟବାଦ। ପ୍ରଭୁ ତାଙ୍କ ପ୍ରଚେଷ୍ଟା ନିଜୁମର ଏହି ପରିବାରର ପ୍ରତ୍ୟେକଙ୍କର ପ୍ରଚେଷ୍ଟାରେ ଏପର୍ଯ୍ୟନ୍ତ ଚାଳିତ ହୋଇଥିବା ଏହି ଚୁମ୍ଟିର ପ୍ରତ୍ୟେକ ସଦସ୍ୟମାନଙ୍କୁ ଦୀର୍ଘାୟୁ ସୁସ୍ଥତା ସ୍ୱାସ୍ଥ୍ୟତା ଦେଇ ପ୍ରଭୁ ତୁମର ଗୌରବାର୍ଥେ ବ୍ୟବହାର କର। ସକଳ ଯୋଗ୍ୟତା ମାର୍ଜନା କରି ପ୍ରାର୍ଥନା ତୁମେ ଶୁଣିଲ ବିଶ୍ୱାସର ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛି ପିତା। ଆମେନ୍ ଆମେନ୍ ଆମେନ୍। ଥ୍ୟାଙ୍କ ଆମେନ୍ ୟୁ। ଆମେନ୍ ଆମେନ୍। ଧନ୍ୟବାଦ ମା, ଅତି ସୁନ୍ଦର ଗୀତ, ଅର୍ଥପୂର୍ଣ୍ଣ ଗୀତ। ପୁଣି ଆପଣଙ୍କର ଯୋଉ ବୟସ, ସେ ବୟସରେ ଅତି ସୁନ୍ଦର ଭାବରେ ଜଣେ ଯେମିତି ଛୋଟ ପିଲା ଭଳିଆ ଗାଇଲା ଭଳିଆ ଆପଣ ଅତି ସୁନ୍ଦର ଭାବରେ ଆରାଧନା କରିଗଲେ। ବାସ୍ତବରେ ଅତି ଅର୍ଥପୂର୍ଣ୍ଣ ଗୀତ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତି ମା। ଏଇ ପ୍ରକାର ମନ ଦେଇ ଅଛନ୍ତି, ସମୟ ଅନୁସାରେ ପ୍ରଭୁ ଆପଣଙ୍କୁ ଜଏନ୍ ହେବା ପାଇଁ ଶକ୍ତି ସାମର୍ଥ୍ୟ ଦଉଅଛନ୍ତି। ସେଥିପାଇଁ ପ୍ରଭୁଙ୍କ ନାମକୁ ଗୌରବାନ ଦେବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆମ ହୃଦୟର ସହିତ ପୁରା ରିଏଲ ମିନିଷ୍ଟ୍ରି ପରିବାର ତରଫରୁ ଆପଣଙ୍କ ହୃଦୟର ସହିତ ଧନ୍ୟବାଦ। ପ୍ରେଜ୍ ଦି ଲର୍ଡ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଏଇ ପ୍ରକାର ଉତ୍ତମ ସ୍ୱାସ୍ଥ୍ୟ ଦେଇ, ଏଇ ପ୍ରକାର ପରମେଶ୍ୱରଙ୍କ ଠାରେ ଆନନ୍ଦର ସହିତ ପ୍ରତି କାର୍ଯ୍ୟରେ ବ୍ୟବହାର କରି ଆଣୁଛନ୍ତି। ତେଣୁ କରି ଆସୁ ଆମମାନଙ୍କର ପ୍ରିୟ ମାଙ୍କ ନିମନ୍ତେ ଆଉ ସମ୍ମାନୀୟ ପୁଣି ଆଦରଣୀୟ ମା ଆମ ସମସ୍ତଙ୍କର ଅଟନ୍ତି। ଆମେ ସମସ୍ତେ ସୁନ୍ଦର ଆରାଧନା ନିମନ୍ତେ ପ୍ରଭୁଙ୍କୁ ଗୌରବାନ ଦେବା ସଙ୍ଗେ ସଙ୍ଗେ ମାଙ୍କୁ ମଧ୍ୟ ଉଚ୍ଚ କରତାଳି ଦେଇ ଆମେ ତାଙ୍କୁ ଧନ୍ୟବାଦ ଜଣେଇବା। ଅତି ସୁନ୍ଦର ଆରାଧନା। ପ୍ରଭୁ ଆଶୀର୍ବାଦ କରନ୍ତି ଏହି ପ୍ରକାରେ। ଆଉ ପ୍ରଭୁ ଆପଣଙ୍କୁ ବ୍ୟବହାର କରନ୍ତୁ ସର୍ବଦା ସୁସ୍ଥ ରଖନ୍ତୁ। ପ୍ରେଜ୍ ଦି ଲର୍ଡ ମା, ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ଏହି ସମୟରେ ପ୍ରାର୍ଥନା କରିବା। ଆଜିର ବାକ୍ୟ ମଧ୍ୟକୁ ଯିବା। ଆମମାନଙ୍କ ମଧ୍ୟରେ ଅଛନ୍ତି ରାଘବାନ ଲାହୁଡା ଆଜ୍ଞା ଅଛନ୍ତି। ପ୍ରେଜ୍ ଦି ଲର୍ଡ ଆଜ୍ଞା। ରାହୁଲ ଆଜ୍ଞା, ପ୍ରେଜ୍ ଦି ଲର୍ଡ। हेलो, ପ୍ରେଜ୍ ଦି ଲର୍ଡ ଆଜ୍ଞା। प्रेज द लॉर्ड। ପ୍ରେଜ୍ ଦି ଲର୍ଡ ଆଜ୍ଞା। ଆଉ ପ୍ରାର୍ଥନା କରନ୍ତୁ। ଆଉ ମୀନାକ୍ଷୀ ମାଙ୍କ ନିମନ୍ତେ, ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ସୁନ୍ଦର ଭାବରେ ଆରାଧନା କରିଅଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନେ ଏଇ ସମୟରେ ପରମେଶ୍ୱରଙ୍କ ବାକ୍ୟ ମାଧ୍ୟମକୁ ଯାଉଅଛୁ। ଯୋଉ ବକ୍ତାଙ୍କୁ ଆଜି ମନୋନୀତ କରାଯାଇଛି, ପ୍ରଭୁ ତାଙ୍କ ମୁଖ ଦେଇ କଥା କୁହନ୍ତୁ। ଯୋଉମାନେ ଯୋଡି ହେଇଛନ୍ତି ପୁଣି ଯୋଉମାନେ ଯୋଡି ହଉଛନ୍ତି ପ୍ରତ୍ୟେକଙ୍କୁ ସ୍ମରଣ କରି ଆପଣ ପ୍ରାର୍ଥନାରେ ସଂକ୍ଷିପ୍ତ ଭାବେ ଯୋଡ଼ି ଧରନ୍ତୁ। ଆଜ୍ଞା, ପ୍ରେଜ୍ ଦି ଲର୍ଡ ଆଜ୍ଞା। ପବିତ୍ରମୟ ସ୍वर्ଗସ୍ଥ ପିତା, ତୁମରି ପବିତ୍ର ମହତ୍ ନାମର ଧନ୍ୟବାଦ ଦେଉଅଛୁ। ବିଭିନ୍ନ ପ୍ରତିକୂଳ ସମସ୍ୟା ମଧ୍ୟରୁ ଆମମାନଙ୍କୁ ତୁମେ ଉଦ୍ଧାର କରି ଏହି ପ୍ରାପ୍ତ ବେଳାରେ ତୁମର ଅନୁଗ୍ରହ ସିଂହାସନ ନିକଟକୁ ଆସିବା ପାଇଁ ସୁଯୋଗ ଦେଲ। ଏଣୁ ତୁମ ପବିତ୍ର ନାମର ଧନ୍ୟବାଦ ଦେଉଅଛୁ। ଏହି ସମୟରେ ତୁମ ଦାସୀ ପାତ୍ର ମା ସେ ଅତି ସୁନ୍ଦର ଭାବରେ ତୁମରି ଆରାଧନା କରିଅଛନ୍ତି। हे प्रभु, प्रार्थना करुछि, तुम दासीଙ୍କୁ समर्पण करुछि। संपूर्ण कर्तृत्व अधिकार कर, सुस्थ सबलता दियो, सहवर्ती परमेश्वर हुओ। ଏହି ସମୟରେ ପ୍ରଭୁ ତୁମ ନିରୂପିତ ଅଭିଷିକ୍ତ ଦାସଙ୍କ ଦେଇ ତୁମର ପବିତ୍ର ବାକ୍ୟ ଆମେ ଶ୍ରବଣ କରିବାକୁ ଯାଉଅଛୁ। ପ୍ରାର୍ଥନା କରୁଛି ତୁମେ ତାର ମୁଖପାତ୍ର ହୁଅ, ସମ୍ପୂର୍ଣ୍ଣ ଭାବରେ ତାଙ୍କୁ ଅଧିକାର କର, ଯଦ୍ୱାରା ପରମେଶ୍ୱର ତୁମର ପବିତ୍ର ବାକ୍ୟ ସେ ପ୍ରକାଶ କରି ସାମର୍ଥ୍ୟବାନ ହେଇପାରିବେ। ଏଥିନିମନ୍ତେ ତୁମେ କୃପା କର। ସମସ୍ତ ଗୌରବ ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍। ଆମେନ୍ ଆମେନ୍। ଧନ୍ୟବାଦ ଆଜ୍ଞା। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏଇ ସମୟରେ ଆମମାନେ ସୁନ୍ଦର ଆରାଧନା ପୁଣି ସୁନ୍ଦର ପ୍ରାର୍ଥନା ଆଉ ଆମମାନଙ୍କର ହୃଦୟକୁ ଆମମାନେ ପ୍ରସ୍ତୁତ କରିସାରିଛେ।
परमेश्वरଙ୍କର ସାନ୍ନିଧ୍ୟ ମାଧ୍ୟମରେ ଆମମାନେ ସମସ୍ତେ ଅଛେ। ଆମମାନେ ସୁନ୍ଦର ଆରାଧନା ମାଧ୍ୟମରେ ପୁଣି ଆମମାନଙ୍କର ହୃଦୟକୁ ପରମେଶ୍ୱର ନିକଟରେ ଆମମାନେ ସମର୍ପଣ କରିଅଛୁ। এই ସମୟ ଆମମାନଙ୍କର ଅତି ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ, ଯାହାକି ପ୍ରାତଃ ସମୟରେ ଆମମାନେ ପରମେଶ୍ୱରଙ୍କର ସେଇ ଜୀବିତ ଆହାର ଆମମାନେ ଭୋଜନ କରିବା ପାଇଁ ଯାଉଅଛୁ। କାରଣ ଏ ପ୍ରାତଃ ସମୟର ବାକ୍ୟ ଆମ ପ୍ରତ୍ୟେକକୁ ଆଶୀର୍ବାଦ ଯୁକ୍ତ କରିଥାଏ। ଆଉ ଆମମାନେ ସକାଳୁ ଉଠୁ ଉଠୁ ସେଇ ପରମେଶ୍ୱରଙ୍କ ସାନ୍ନିଧ୍ୟରେ ରହି ତାହାଙ୍କର ରବକୁ ଶୁଣିବା, ତାହାଙ୍କ ବାକ୍ୟକୁ ସମ୍ମାନ ଦେଇ ଆମମାନେ ପରମେଶ୍ୱରଙ୍କ ବାକ୍ୟରେ ଆମମାନେ ସମସ୍ତେ ମନୋଯୋଗୀ ହେବା। ଆଉ ଆସନ୍ତୁ ଏଇ ସମୟରେ ଆମମାନଙ୍କ ଗହଣରେ ଅଛନ୍ତି ପାଷ୍ଟର ପବିତ୍ର ଭାତ୍ରା ଗଜପତିରୁ ଅଛନ୍ତି। ଆଉ ମୁଁ ବିଶ୍ୱାସ କରେ ପ୍ରଭୁ ତାଙ୍କୁ ନିଶ୍ଚିନ୍ତ ଭାବରେ କଥା କହିବେ। ପ୍ରାତଃ ସମୟରେ ଆମେ ସମସ୍ତେ ମଧ୍ୟ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇବା। ତେଣୁକରି ଆସନ୍ତୁ ପ୍ରିୟ ଆଜ୍ଞାଙ୍କ ନିମନ୍ତେ ପ୍ରଭୁଙ୍କର ପ୍ରିୟ ଦାସଙ୍କୁ ପ୍ରଭୁଙ୍କୁ ସମ୍ମାନ ଦବା ସଙ୍ଗେ ସଙ୍ଗେ ତାଙ୍କୁ ମଧ୍ୟ ଉଚ୍ଚ କରତାଳି ଦେଇ ସମ୍ମାନର ସହିତ ଆଗକୁ ଆମମାନେ ଆହ୍ୱାନ କରିବା ଆଜିର ବାକ୍ୟ ନିମନ୍ତେ। ପ୍ରେଜ୍ ଦ ଲର୍ଡ ଆଜ୍ଞା। Praise the Lord, morning. Praise the Lord. ଆସନ୍ତୁ ଆମମାନେ ଈଶ୍ୱରଙ୍କ ବାକ୍ୟ ଆମମାନେ ଶୁଣିବାକୁ ଯିବା। ସର୍ବପ୍ରଥମେ ସଦାପ୍ରଭୁ ପରମେଶ୍ୱର ପରିତ୍ରାଣକର୍ତ୍ତା ପରମେଶ୍ୱର ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦିଏ। ପୁଣି ଆଜିର ଏହି ଜୁମ୍ ମିଟିଂରେ ଉପସ୍ଥିତ ପ୍ରଭୁଙ୍କ ପ୍ରିୟ ସମସ୍ତ ଦାସଗଣ, ପୁଣି ପ୍ରତ୍ୟେକ ପ୍ରଭୁଙ୍କ ଦାସୀଗଣ, ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମର ଆନ୍ତରିକ ନମସ୍କାର। ପ୍ରଭୁ ଅନୁଗ୍ରହ ଦୟାକରି ଆଜିର ଦିନ ପ୍ରଭୁ ଆମ ଜୀବନରେ ପ୍ରଭୁ ଦେଇଅଛନ୍ତି। ଏହା ଆମ ପ୍ରତ୍ୟେକଙ୍କ ପାଇଁ ଗୋଟେ ଆନନ୍ଦର ବିଷୟ ଅଟେ, ଖୁସିର ବିଷୟ ଅଟେ। ପ୍ରଭୁ ଜୁମ୍ ମିଟିଂ ମାଧ୍ୟମରେ ଏହି ପ୍ରାତଃ କାଳରେ ତାଙ୍କ ପ୍ରାଙ୍ଗଣରେ ବସିବା ପାଇଁ, ତାଙ୍କ ଛାୟା ତଳେ ବସିବା ପାଇଁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ କରିଛନ୍ତି, ସାହାଯ୍ୟ କରିଛନ୍ତି। ପ୍ରଭୁଙ୍କର ମହାନାମ ଗୌରବ ହେଉ। ଆସନ୍ତୁ ଏହି ସମୟରେ ଆମେ ଈଶ୍ୱରଙ୍କ ପବିତ୍ର ଜୀବନ୍ତ ବାକ୍ୟରୁ କିଛି ବିଷୟ ଆମମାନେ ଚିନ୍ତା କରିବା, ଆଲୋଚନା କରିବା ଅଳ୍ପ ସମୟ ବିଷୟ। କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଅଟେ, ସତ୍ୟ ଅଟେ। ଈଶ୍ୱରଙ୍କ ବାକ୍ୟ ଆମ ଜୀବନକୁ ଶାନ୍ତି, ଆନନ୍ଦ, ଖୁସି ପ୍ରଦାନ କରିଥାଏ। ଈଶ୍ୱରଙ୍କ ବାକ୍ୟ ହିଁ ଆମ ଜୀବନ ପାଇଁ ସବୁ କିଛି ଅଟେ। ସେଇ ଈଶ୍ୱରଙ୍କ ପବିତ୍ର ବାକ୍ୟ ଆମମାନେ ଶୁଣିବା। ଆଉ ଆଜିର ବିଷୟ ହେଲା ପରମେଶ୍ୱରଙ୍କ ଦୟା, the mercy of God, ପରମେଶ୍ୱରଙ୍କ ଦୟା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ସଦା ସର୍ବଦା ପରମେଶ୍ୱରଙ୍କ ଦୟାକୁ ଆମ ଜୀବନରେ ଆମେ ଚାହିଁଥାଉ। ପରମେଶ୍ୱରଙ୍କ ଦୟା ନହେଲେ ଏହି ଜଗତରେ ଆମେ ବଞ୍ଚିବା ଅତି କଷ୍ଟକର ବିଷୟ ଅଟେ। ସର୍ବଦା ପରମେଶ୍ୱରଙ୍କ ଦୟା ଆମ ପାଇଁ ଆବଶ୍ୟକତା ରହିଅଛି। ଆମ ପାଖରେ ଯାହା ବି ରହୁନା କାହିଁକି, ପରମେଶ୍ୱରଙ୍କ ଦୟା ଯଦି ଆମ ଜୀବନରେ ନାହିଁ, ତେବେ ସମସ୍ତ ବିଷୟ ବୃଥା ଅଟେ। ପରମେଶ୍ୱରଙ୍କ ଦୟା, the mercy of God, ପରମେଶ୍ୱରଙ୍କ ଦୟା ଆମ ପ୍ରତ୍ୟେକଙ୍କ ପାଇଁ ଗୋଟେ ନିଡ୍ର ବିଷୟ ଅଟେ, ଅତି ଜରୁରୀ ବିଷୟ ଅଟେ। ପରମେଶ୍ୱରଙ୍କ ଦୟା, ପରମେଶ୍ୱରଙ୍କ ଦୟା କି ପ୍ରକାର ଅଟେ ଏବଂ ଜଣେ ପରମେଶ୍ୱରଙ୍କ ଦୟା ପାଇବାକୁ ହେଲେ କଣ କରିବାକୁ ହେବ, ଈଶ୍ୱରଙ୍କ ବାକ୍ୟରୁ ଆମେ କିଛି ବିଷୟ ଚିନ୍ତା କରିବା, ଆଲୋଚନା କରିବା। କାରଣ ଆମେ
सबु समय प्राय कही थाओ, हे प्रभु मते दया कर, हे प्रभु मोर अमुक विषय दया कर, मोर समक विषय दया कर। एहीपरि भाव आमे परमेश्वर निकट प्रार्थना करिथाउ एवं परमेश्वर दया को आम जीवन रे आमे मागी थाउ जे प्रभु मते दया कर, मोर पिला मान को दया कर, मोर अमुक समक समस्त कार्य समस्त विषय तुम्हें दया कर। ये समस्त विषय आमे नित्य आमे प्रार्थना करिथाउ। यह भल विषय अटे, अति सुंदर विषय अटे, किंतु परमेश्वर दया पाइबा पाई आम जीवन रे आमे कौन करने को हेबो। परमेश्वर दया कि प्रकार अटे आमे चुंबकीय भाव में केतोटी विषय चिंता करिबा, आलोचना करिबा, कारण यह नितांत आम पाई जानिबार आवश्यकता रही अछि। जने ख्रिस्टियान भाव में आमे यह नितांत जानिबा को हेबो जे परमेश्वर दया कौन अटे, आमे केमिति हेले जाई परमेश्वर दया पाई पारिबा। जदि आमे देखिबा गीत संहिता तार 25 पदर लिखा जाए जे परमेश्वर दया अनादिकालीन। से स्थान लिखा जाए जे परमेश्वर दया अनादिकालीन, ताहा अनादिकालीन अटे परमेश्वर दया। सेथिबाई से दया पाइबा पाई आमे प्रभु को भय करी नम्रतार सहित आमे जीवन यापन काटिबा को हेबो, कारण परमेश्वर दया अनादिकालीन अटे। पुणी जदि आमे देखिबा याकूब 5:11 पद लिखा जाए परमेश्वर दया ए प्रकार जे परमेश्वर निजे से दयारे परिपूर्ण अटंती। परमेश्वर दयारे परिपूर्ण अटंती। परमेश्वर को जदि जड़े देखिब तेबे से संपूर्ण दयारे ही परिपूर्ण परमेश्वर अटंती। एही प्रकार परमेश्वर दया अटे। प्रिय ईश्वर लोक माने परमेश्वर दयारे परिपूर्ण अटंती। पुणी जदि आमे देखिबा एप्रिल 2:17 पद लिखा जाए जे परमेश्वर से दयारे महायाजक अटंती। परमेश्वर से दयालु महायाजक अटंती परमेश्वर। ए प्रकार परमेश्वर को सेवा आज आम जीवन रे आमे करिबा पाई सुजोग पाई अछु, जे कि अनादिकालीन तांकरी दया। पुणी जो परमेश्वर की दयारे परिपूर्ण, पुणी आमानकर परमेश्वर से दयालु महायाजक परमेश्वर अटंती। पुणी मिखा 7:18 पदरे लिखा जाए परमेश्वर दयारे संतुष्ट। आम परमेश्वर से दयारे संतुष्ट परमेश्वर अटंती। से दयारे केबे मध्य से असंतुष्ट नुहंती। आम परमेश्वर से दयारे सदा सर्वदा से संतुष्ट परमेश्वर अटंती। पुणी गीत संहिता 69:16 पद लिखा जाए परमेश्वर दया उत्तम अटे। परमेश्वर दया उत्तम अटे। ए प्रकार परमेश्वर दया अटे जे परमेश्वर दया अनादिकालीन अटे। परमेश्वर दयारे परिपूर्ण अटंती। परमेश्वर दयालु महायाजक अटंती। परमेश्वर दयारे संतुष्ट परमेश्वर अटंती। परमेश्वर
ଦୟାରେ ଉତ୍ତମ ଅଟନ୍ତି। এই ପ୍ରକାର ପରମେଶ୍ୱରଙ୍କ ଦୟା ଅଟେ। ସେଥିପାଇଁ ଯାକୁବ ତାର 2:13 ପଦରେ ଅତି ସୁନ୍ଦର ବିଷୟ ଲେଖାଯାଏ। କେହି ଜଣେ ପଢିବେ ଯାକୁବ 2:13 ପଦ। ଆଉ ସେ ସ୍ଥାନରେ ଲେଖାଯାଏ, କାରଣ ଯେ ଦୟା କରେ ନାହିଁ ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ। ପରମେଶ୍ୱରଙ୍କର এই ପ୍ରକାର ଯେ ସେ ଦୟାଳୁ ପରମେଶ୍ୱର ଅଟନ୍ତି, ଦୟା ବିଚାର ଉପରେ ଜୟଧ୍ୱନି କରେ। କାରଣ ଯିଏ ଦୟା କରେ ନାହିଁ ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ। ଈଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କର ବିଚାରର ଦିନ ଉପସ୍ଥିତ। ପରମେଶ୍ୱର ସେ ଶୀଘ୍ର ଜଗତର ବିଚାର କରିବା ପାଇଁ ଆସୁଅଛନ୍ତି। ସେଥିପାଇଁ ଆମ ଜୀବନରେ ଆମେ ଏହା ଶିଖିବାକୁ ହେବ, କାରଣ ଯିଏ ଦୟା କରେ ନାହିଁ ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ। ଯିଏ ଦୟା କରେ ନାହିଁ, ପ୍ରଭୁ ସେହି ଲୋକମାନଙ୍କୁ ସେ ନିର୍ଦ୍ଦୟ ରୂପେ ବିଚାର କରିବେ। କାରଣ ଆମ ପରମେଶ୍ୱର ସେ ଦୟାଳୁ ପରମେଶ୍ୱର ଅଟନ୍ତି। ପୁଣି ମାଥ୍ୟୁ 9:13 ପଦରେ ଲେଖାଯାଏ, ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ। ଆମ ପରମେଶ୍ୱର ସେ ପ୍ରକାର ପରମେଶ୍ୱର ଅଟନ୍ତି ଯେ ସେ ଦୟାକୁ ସବୁବେଳେ ପରମେଶ୍ୱର ଭଲ ପାଆନ୍ତି। ଦୟାକୁ ପରମେଶ୍ୱର ସବୁବେଳେ ଭଲ ପାଆନ୍ତି। ସେ ବଳିଦାନକୁ ଭଲ ନ ପାଇ ଦୟାକୁ ଭଲ ପାଇବା ପରମେଶ୍ୱର ଅଟନ୍ତି। ବଳିଦାନକୁ ଭଲ ନ ପାଇ ଆମେ ଯାହା ବି ଦେଇଦେବା ତାହା ପରମେଶ୍ୱରଙ୍କ ନିକଟରେ ବଡ଼ ବିଷୟ ନୁହେଁ। ପରମେଶ୍ୱର ଚାହୁଁଛନ୍ତି, ସେଇ ଦୟାର ଜୀବନକୁ ପରମେଶ୍ୱର ଚାହୁଁଅଛନ୍ତି। ଆମେ ପରମେଶ୍ୱରଙ୍କ ପାଇଁ କଣ ଦେଇପାରିବା? ଆମେ ପରମେଶ୍ୱରଙ୍କୁ କଣ ଦେଇ ପରମେଶ୍ୱରଙ୍କୁ ଆମେ ସନ୍ତୁଷ୍ଟ କରିପାରିବା? ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମ ପାଖରେ କଣ ଅଛି? କିଛି ନାହିଁ। ସମଗ୍ର ଜଗତର ସବୁ ବିଷୟ, ଜଗତର ପୂର୍ଣ୍ଣତା ସଦାପ୍ରଭୁଙ୍କର। ପ୍ରଭୁ ଆମ ଠାରୁ ଚାହୁଁଛନ୍ତି ସେଇ ଦୟାର ଜୀବନ। କାରଣ ପ୍ରଭୁ ସେ ଦୟାକୁ ସେ ଭଲ ପାଆନ୍ତି। ଯଦି ଆମଠାରେ ସେ ଦୟା ଯଦି ରହିଅଛି, ତେବେ ପରମେଶ୍ୱର ଆମ ଜୀବନକୁ ସେ ଭଲ ପାଇବେ। ଆମେ ଯଦି କିଛି ଦାନ ଦେଇଦେବା କିମ୍ବା କଣ ଟିକେ କରିଦେବା ତାହା ବଡ଼ ବିଷୟ ନୁହେଁ। ଯଦି ଆମଠାରେ ସେହି ଦୟାର ଜୀବନ ଯଦି ରହିଛି, ପ୍ରଭୁ ଆମକୁ ସେ ଭଲ ପାଇବେ। ପୁଣି ପ୍ରିୟ ଈଶ୍ୱରଙ୍କ ଲୋକମାନେ ତିତୋସ 3:5 ପଦ ଲେଖାଯାଏ, ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମ କର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି। ତାଙ୍କରି ଦୟାରୁ ଆଜି ଆମ ଜୀବନରେ ଆମେ ପରିତ୍ରାଣ ପାଇଅଛୁ। ଭାବନ୍ତୁ ନାହିଁ ଯେ ଆମ ଧର୍ମ କର୍ମ ସକାଶୁ ଆମେ ପରିତ୍ରାଣ ପାଇଅଛୁ। ତାହା କେବେ ମଧ୍ୟ ନୁହେଁ। ତାହା କେବେ ମଧ୍ୟ ନୁହେଁ। କେବଳ ପ୍ରଭୁଙ୍କ ଦୟାରୁ ଆମ ଜୀବନରେ ଆମେ ପରିତ୍ରାଣ ପାଇଅଛୁ। କେବଳ ପ୍ରଭୁଙ୍କ ଦୟାରୁ। ଆମ ଧର୍ମ କର୍ମ ଯୋଗୁଁ ଆମେ ପରିତ୍ରାଣ ପାଇନାହୁଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାରୁ ସେ ସ୍ୱର୍ଗର ସମସ୍ତ ବିଷୟକୁ
पवित्र स्थान को त्याग कर छाड़ी प्रभु जीशु এই জগতକୁ ଆସିଥିଲେ ଏବଂ ସେ ଦୟା କରି ଆପଣାର ବହୁମୂଲ୍ୟ ପବିତ୍ର ଜୀବନକୁ ଦାନ କରି ପ୍ରଭୁ ଯୀଶୁ ଆମ ପ୍ରତ୍ୟେକଙ୍କୁ ସେ ପରିତ୍ରାଣ ପ୍ରଦାନ କରିଅଛନ୍ତି। ତେବେ ମୋ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆମ ଜୀବନରେ ସେହି ଦୟା ପାଇବା ପାଇଁ ଆମେ କଣ କରିବାକୁ ହେବ? କଣ କଲେ ଯାଇ ଆମ ଜୀବନରେ ଆମେ ସେହି ଦୟା ପାଇବା? ଆମମାନେ ଯୋଉ ଦେଖିବା ମାଥ୍ୟୁ ତାର 5:7 ପଦ ଲେଖାଯାଏ, ଦୟାଳୁ ଲୋକେ ଧନ୍ୟ କାରଣ ସେମାନେ ଦୟା ପ୍ରାପ୍ତ ହେବେ। ଜଣେ ଦୟା ପାଇବାକୁ ହେଲେ କେତେକ କଣ୍ଡିସନ, କେତେକ ସର୍ତ୍ତ ରହିଅଛି। ଯେବେ ସେଇ ସର୍ତ୍ତ ସେ କଣ୍ଡିସନ ଅନୁଯାୟୀ ଏହି ଦିନ ମାନଙ୍କରେ ଆମେ ଆପଣାକୁ ବ୍ୟବହାର କରିବା, ତେବେ ଆମ ଜୀବନରେ ଆମେ ଦୟା ପାଇପାରିବା। ଲେଖାଯାଏ ଦୟାଳୁ ଲୋକେ ଧନ୍ୟ କାରଣ ସେମାନେ ଦୟା ପ୍ରାପ୍ତ ହେବେ। କେଉଁମାନେ ଦୟା ପାଇବେ? ଯେଉଁମାନେ ଦୟାଳୁ ହେବେ। ଯେଉଁମାନେ ଦୟାଳୁ ହେବେ ସେମାନେ ଦୟା ପାଇବେ। କାରଣ ପରମେଶ୍ୱରଙ୍କ ଦୟା ଅନାଦିକାଳୀନ। ସେ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟନ୍ତି। ଦୟାଳୁ ମହାଯାଜକ ଅଟନ୍ତି। ଦୟାରେ ସନ୍ତୁଷ୍ଟ ପରମେଶ୍ୱର, ତାଙ୍କରି ଦୟା ଉତ୍ତମ ଅଟେ। ସେହି ଦୟା ପାଇବା ପାଇଁ ଆମ ଜୀବନରେ ଆମେ ଦୟାଳୁ ହେବାକୁ ହେବ। ଦୟାଳୁ ହେବାକୁ ହେବ। ଆମେ ପୁରୁଣା କାଳିଆ ଖ୍ରୀଷ୍ଟିଆନ ବୋଲି ପ୍ରଭୁ ସେ ଦୟା ଦେଇଦେବେ ନାହିଁ। କିମ୍ବା ଆମେ ଅଧିକା ବାକ୍ୟ ଜାଣିଛୁ ବୋଲି ପ୍ରଭୁ ଦେଇଦେବେ ନାହିଁ। କିମ୍ବା ଆଉ ଆମର ଭଲ ଏକ୍ସପିରିଏନ୍ସ ଅଛି ବୋଲି ପ୍ରଭୁ ଦୟା ଦେଇଦେବେ ନାହିଁ। ପରମେଶ୍ୱରଙ୍କ ଠାରୁ ଜଣେ ଦୟା ପାଇବାକୁ ହେଲେ ସେ ଦୟାଳୁ ହେବାକୁ ହେବ। କାରଣ ଈଶ୍ୱରଙ୍କ ବାକ୍ୟରେ ଆମେ ଦେଖିବାକୁ ପାଉଛୁ ଅତି ସ୍ପଷ୍ଟ ଭାବରେ, ଦୟାଳୁ ଲୋକେ ଧନ୍ୟ କାରଣ ସେମାନେ ଦୟା ପ୍ରାପ୍ତ ହେବେ। ସେମାନେ ଦୟା ପ୍ରାପ୍ତ ହେବେ ଯେଉଁମାନେ କି ଅନ୍ୟମାନଙ୍କୁ ଦୟା କରିବେ। ମୋ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜି ନିଜକୁ ଆମେ ସମୀକ୍ଷା କରୁ। ନିଜକୁ ଆମେ ପରୀକ୍ଷା କରିବାକୁ ହେବ, କଣ ଆଜି ଆମେ ଦୟାଳୁ ଅଟୁ କି? ଆମେ ଆଜି ଅନ୍ୟମାନଙ୍କୁ ଦୟା କରିପାରୁଛୁ କି? ଯଦି ଆମେ କରିପାରୁନାହୁଁ, ତେବେ ଆମେ ଦୟା ପାଇପାରିବା ନାହିଁ। କାରଣ ପରମେଶ୍ୱର ସେ ନିଜେ ଦୟାଳୁ ପରମେଶ୍ୱର ଅଟନ୍ତି। ତାଙ୍କରି ଦୟା ଅନାଦିକାଳୀନ। ସେ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର, ଦୟାଳୁ ମହାଯାଜକ ପରମେଶ୍ୱର ଅଟନ୍ତି। ଦୟାରେ ସନ୍ତୁଷ୍ଟ, ତାଙ୍କରି ଦୟା ଉତ୍ତମ ଅଟେ। ଆଜି ସେହି ଦୟା ଆମ ଜୀବନରେ ନିତାନ୍ତ ଆବଶ୍ୟକ। ସେଇ ଦୟା ପାଇବାକୁ ହେଲେ ଆମେ ଦୟାଳୁ ହେବାକୁ ହେବ। ଆମେ ଦୟାଳୁ ହେବାକୁ ହେବ। ତେବେ ଯାଇ ଆମ ଜୀବନରେ ଆମେ ଦୟା ପାଇପାରିବା। ଏହା ପ୍ରଥମ ବିଷୟ। ପୁଣି ଦ୍ୱିତୀୟ ବିଷୟ ଯଦି ଆମେ ଦେଖିବା, ଏବ୍ରୀ ତାର 4:16 ପଦରେ ଅତି ସୁନ୍ଦର ବିଷୟ ଲେଖା ଯେ, ଏବ୍ରୀ 4:16 ପଦ, ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ, ତାମାନେ ଦୟା ପାଇବା ପାଇଁ ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ଜଣେ ଦୟା ପାଇବାକୁ ହେଲେ
ସେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯିବାକୁ ହେବ। କୃପା ପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଠାରୁ ଦୟା ପାଇବା ନିମନ୍ତେ ସାହସରେ ଆମେ ଅନୁଗ୍ରହ ସିଂହାସନ ନିକଟକୁ ଯିବାକୁ ହେବ। କେମିତି ସାହସରେ ଯିବାକୁ ହେବ? ଆମେ ପ୍ରାର୍ଥନା କରିବାକୁ ହେବ। ଆମେ ଆଣ୍ଠୁ ଭାଙ୍ଗିବାକୁ ହେବ। ଆମେ ଲୋତକ ଝରାଇବାକୁ ହେବ, କାନ୍ଦିବାକୁ ହେବ। ତେବେ ଯାଇ ପରମେଶ୍ୱରଙ୍କ ଠାରୁ ଆମ ଜୀବନରେ ଆମେ ଦୟା ପାଇପାରିବା। ଆମେ ଦୟା ପାଇବା ପାଇଁ ଆଜି କେତେ କାନ୍ଦୁଅଛୁ, ଦୟା ପାଇବା ପାଇଁ କେତେ ଆମେ ପ୍ରାର୍ଥନା କରୁଛୁ, ଆଣ୍ଠୁ ଭାଙ୍ଗୁଛୁ। ଆମେ ନିଜକୁ ସମୀକ୍ଷା କରିବାକୁ ହେବ। ପରମେଶ୍ୱରଙ୍କ ଠାରୁ ଦୟା ପାଇବା ପାଇଁ ଗୋଟେ ସହଜ, ଗୋଟେ ଶସ୍ତା ବୋଲି ଆମେ କେବେ ମଧ୍ୟ ଭାବିବାକୁ ହେବ ନାହିଁ। ଅତି ଭୟଙ୍କର ବିଷୟଟେ, ଅତି ଭୟଙ୍କର ଆଶ୍ଚର୍ଯ୍ୟ ବିଷୟଟେ ତାହା ଯେ ପରମେଶ୍ୱରଙ୍କ ଠାରୁ ଦୟା ପାଇବାକୁ ହେଲେ ପ୍ରଥମ ବିଷୟ ଆମେ ଦେଖିଲୁ, ଆମେ ନିଜେ ଦୟାଳୁ ହେବାକୁ ହେବ। ତେବେ ଯାଇ ପରମେଶ୍ୱରଙ୍କ ଠାରୁ ଆମେ ଦୟା ପାଇପାରିବା। ପରମେଶ୍ୱରଙ୍କ ଠାରୁ ଦୟା ପାଇବାକୁ ହେଲେ ଆମେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯିବାକୁ ହେବ। ସାହସରେ, କେମିତି ସାହସ? ଆଣ୍ଠୁ ଭାଙ୍ଗିବାକୁ ହେବ, ଲୋତକ ଝରାଇବାକୁ ହେବ, ଭଗ୍ନ ଚୂର୍ଣ୍ଣ ହୋଇ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ଦରକାର। ତେବେ ଯାଇ ପ୍ରଭୁଙ୍କ ଠାରୁ ଆମ ଜୀବନରେ ଆମେ ଦୟା ପାଇପାରିବା। ପ୍ରଭୁ ସେ ଆମ ଜୀବନକୁ ପ୍ରଭୁ ଦୟା କରିବେ, ଆମ ପିଲାମାନଙ୍କୁ ପ୍ରଭୁ ଦୟା କରିବେ, ଆମ ମଣ୍ଡଳୀକୁ, ଆମ ଗ୍ରାମକୁ ପ୍ରଭୁ ଦୟା କରିବେ। এই ସମସ୍ତ ବିଷୟରେ ଦୟା ପାଇବା ପାଇଁ ଆମେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଆମେ ଯିବା ଦରକାର। ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯିବା ଦରକାର। ତେବେ ଯାଇ ଆମ ଜୀବନରେ ଆମେ ଦୟା ପାଇପାରିବା। ଯାହାକି ପରମେଶ୍ୱରଙ୍କ ଦୟା ଅନାଦିକାଳୀନ ପରମେଶ୍ୱରଙ୍କର ଦୟା। ସେ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟନ୍ତି। ସେ ଦୟାଳୁ ମହାଯାଜକ ଅଟନ୍ତି। ତାଙ୍କରି ଦୟା ଏ ପ୍ରକାର ସେ ଦୟାରେ ସନ୍ତୁଷ୍ଟ ଏବଂ ଦୟା ତାଙ୍କରି ଉତ୍ତମ ଅଟେ। ସେ ଦୟା ପାଇବାକୁ ହେଲେ ଆମେ ଦୟାଳୁ ହେବାକୁ ହେବ। ସେ ଦୟା ପାଇବାକୁ ହେଲେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଆମମାନଙ୍କୁ ଯିବାକୁ ହେବ। ପୁଣି ତୃତୀୟ ବିଷୟ ଯଦି ଆମେ ଦେଖିବା, ଆମ ଜୀବନରେ ଦୟା ପାଇବାକୁ ହେଲେ ଏହି କଣ୍ଡିସନ, ଏହି ସର୍ତ୍ତ ଅନୁଯାୟୀ ଆମେ ଆପଣା ଜୀବନକୁ ଆମେ ବ୍ୟବହାର କରିବାକୁ ହେବ। ତେବେ ଆମେ ଦୟା ପାଇପାରିବା। ହିତୋପଦେଶ 28:13 ପଦରେ ଜ୍ଞାନୀ ସୋଲୋମନ କହିଲେ, ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡେ ସେ ଦୟା ପାଇବ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ବହୁତ ସୁନ୍ଦର ବିଷୟ ଆମେ ଦେଖିବାକୁ ପାରୁଛୁ। ଈଶ୍ୱରଙ୍କ ଲୋକମାନେ ଆମେ କେବଳ ପ୍ରଭୁ ମତେ ଦୟା କର, ପ୍ରଭୁ ମୋର ଅଙ୍କଟା ଦୟା କର, ପ୍ରଭୁ ମୋର ସଂକଟା ଦୟା କର ବୋଲି ଆମେ କେବଳ ପ୍ରାର୍ଥନା କରିଦେଲେ ହେବ ନାହିଁ। ପ୍ରଭୁଙ୍କ ଠାରୁ ଦୟା ପାଇବାକୁ ହେଲେ ଯେଉଁ ସମସ୍ତ ଅଧର୍ମ ଆମ ଠାରେ ରହିଅଛି, ସେଇ ଅଧର୍ମ, ସେ ପାପ, ସେ ଦୁଷ୍ଟତା, ସେହି ମନ୍ଦତା ଯାହା କିଛି ଆମ ଠାରେ ରହିଅଛି, ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, এই ସମସ୍ତ ବିଷୟକୁ ଆମେ ଛାଡ଼ିବାକୁ ହେବ। ଆମେ ଛାଡ଼ିବାକୁ ହେବ।
ସୁରୁଡା ରାସ୍ତା ଆଚ୍ଛା। ସୁରୁଡାକୁ ପଳେଇ ଯାହାକି ଆମ ପାଇଁ ଅତି ଆବଶ୍ୟକ ବିଷୟ ଅଟେ। ବାକ୍ୟରେ ଅତି ସ୍ପଷ୍ଟ ଭାବରେ ଆମେ ଦେଖିବାକୁ ପାରୁଛୁ ଯେ ଆପଣ ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡେ ସେ ଦୟା ପାଇବ, ସେ ଦୟା ପାଇବ। ଯାହା କିଛି ଅଧର୍ମ ପାପ ଯଦି ଆମେ ଘୋଡେଇ ଯଦି ରଖିଅଛୁ, ତାହା ସ୍ୱୀକାର କରି ଆମେ ଛାଡିବାକୁ ହେବ। ପ୍ରଭୁ, ମୁଁ ଅମୁକ ବିଷୟରେ ଭୁଲ କରିଅଛି, ମୁଁ ସମକ ବିଷୟରେ ଭୁଲ କରିଛି, ଏହା ଭୁଲ କରିଛି, ତାହା ଭୁଲ କରିଛି, ଯାହା ବି କିଛି ମଧ୍ୟ ଯଦି ଆମେ ଭୁଲ କରିଅଛୁ ତାହା ସ୍ୱୀକାର କରି ଆମେ ଛାଡିଦେବାକୁ ହେବ। ତେବେ ଯାଇ ଆମ ଜୀବନରେ ଆମେ ଦୟା ପାଇପାରିବା, ତେବେ ଆମ ଜୀବନରେ ଆମେ ଦୟା ପାଇପାରିବା। ପ୍ରଭୁ ସେ ଆମ ପ୍ରତ୍ୟେକଙ୍କୁ ସେ ଦୟା କରିବା ପାଇଁ ଚାହାନ୍ତି। ତାଙ୍କରି ଦୟା ଅନାଦି କାଳୀନ। ସେ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର, ଦୟାଳୁ ମହାଯାଜକ ଆମମାନଙ୍କର ପରମେଶ୍ୱର, ଦୟାରେ ସନ୍ତୁଷ୍ଟ ପରମେଶ୍ୱର, ଦୟା ତାଙ୍କରି ଉତ୍ତମ ଅଟେ। ସେଇ ଦୟା ପାଇବା ପାଇଁ ପ୍ରଥମ ବିଷୟ ଆମେ ଦେଖିବାକୁ ପାରିଲୁ ଯେ ଆମେ ଦୟାଳୁ ହେବାକୁ ହେବ, ତେବେ ଯାଇ ଆମେ ଦୟା ପାଇପାରିବା। ପୁଣି ଆମେ ଦ୍ୱିତୀୟ ବିଷୟ ଦେଖିବାକୁ ପାରିଲୁ, ସେହି ଦୟା ପାଇବାକୁ ହେଲେ ଆମେ ସାହସର ସହିତ ଅନୁଗ୍ରହ ସିଂହାସନ ନିକଟକୁ ଆମେ ଯିବାକୁ ହେବ। ପ୍ରାର୍ଥନାର ସହିତ ଆଣ୍ଠୁ ଭାଙ୍ଗି ଭଗ୍ନ ଚୂର୍ଣ୍ଣ ହୋଇ ଆମେ ଲୋତକ ଛରାଇବାକୁ ହେବ। ତେବେ ଯାହାକି ଆମ ଜୀବନରେ ଅସାଧ୍ୟ ବିଷୟ ପ୍ରଭୁ ତାହା ସାଧନ କରିବେ, ପ୍ରଭୁ ଦୟା କରିବେ। ପୁଣି ତୃତୀୟ ବିଷୟ ଆମେ ଦେଖିବାକୁ ପାରିଲୁ ଯେ ଦୟା ପାଇବାକୁ ହେଲେ ଆମ ଜୀବନରେ ଆମେ ଯାହା କିଛି ଅଧର୍ମ, ପାପ, ଭୁଲ କାର୍ଯ୍ୟ ଯାହା ବି ଆମ ଜୀବନରେ ରହିଅଛି ତାହା ଆମେ ସ୍ୱୀକାର କରି ଆମେ ଛାଡିବାକୁ ହେବ, ସ୍ୱୀକାର କରି ଆମେ ଛାଡିବାକୁ ହେବ, ଛାଡିଦେବାକୁ ହେବ। ଏବେ ଯାଇ ଆମ ଜୀବନରେ ଆମେ ଦୟା ପାଇବା। ଯେଉଁ ପର୍ଯ୍ୟନ୍ତ ଆମେ ଛାଡିବା ନାହିଁ, ସେ ନ୍ୟାୟବାନ ବିଚାରକର୍ତ୍ତା ପରମେଶ୍ୱର ଅଟନ୍ତି। ସେ ନ୍ୟାୟରେ ସେ ବିଚାର କରିବେ। ଯଦି ଆମେ ଅଧର୍ମକୁ ସ୍ୱୀକାର କରି ଛାଡିବା ନାହିଁ, ସେଇ ଦୟା ଆମ ଜୀବନରେ ଆମେ ପାଇବା ନାହିଁ। ଦୟା ପାଇବାକୁ ହେଲେ ଆମେ ସ୍ୱୀକାର କରି ଅଧର୍ମକୁ ଛାଡିଦେବାକୁ ହେବ। ପୁଣି ଚତୁର୍ଥ ବିଷୟ ଯଦି ଆମେ ଦେଖିବା, ଏହି ସର୍ତ୍ତ ଯାହାକି ଦୟା ପରମେଶ୍ୱରଙ୍କ ଠାରୁ ପାଇବାକୁ ହେଲେ ଆମ ଜୀବନରେ ଆମେ ଆଉ କଣ କରିବାକୁ ହେବ? କେଉଁ ସର୍ତ୍ତ ପରମେଶ୍ୱରଙ୍କର ରହିଅଛି, ସେଇ ସର୍ତ୍ତ ଅନୁଯାୟୀ ଆମ ଜୀବନକୁ ଆମେ ବ୍ୟବହାର କରୁ। ଯାହାକି ଗାଲାତୀୟ 6:15 ଏବଂ 16 ପଦ ଲେଖାଯାଏ। ଗାଲାତୀୟ 6:15 ଏବଂ 16 ପଦ, କାରଣ ଉନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ତାର। ଆଉ ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି ସେମାନଙ୍କ ଉପରେ ଓ ଈଶ୍ୱରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। ଜଣେ ଦୟା ପାଇବାକୁ ହେଲେ ଏହି ବାକ୍ୟ ଅନୁଯାୟୀ ଆମେ ନିଜକୁ ବ୍ୟବହାର କରିବାକୁ ହେବ। ଉନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, ନୂତନ ସୃଷ୍ଟି ହିଁ ତାର। ଆମେ ନୂତନ ସୃଷ୍ଟି ହେବାକୁ ହେବ। ଯେଉଁମାନେ ନୂତନ ସୃଷ୍ଟି ହେବେ ସେମାନଙ୍କ ଜୀବନରେ ହିଁ ପରମେଶ୍ୱରଙ୍କ ଦୟା ବର୍ତ୍ତିବ। ନୂତନ ସୃଷ୍ଟି, କେଉଁମାନେ ନୂତନ ସୃଷ୍ଟି? ଯାହାକି ଈଶ୍ୱରଙ୍କ ବାକ୍ୟ ଲେଖାଯାଏ
एणु जदि केही ख्रीष्टଙ୍କ ठारे अछि तेबे से नूतन सृष्टि होइअछि। पुरातन विषय सबु लोप पाइअछि, देख नूतन विषय सबु होइअछि। हालेलुया। जणे दया पाइबाकु हेले ता जीवन से नूतन सृष्टि हेबाकु हेबो, नूतन सृष्टि हेबाकु हेबो। केवल जानुआरी 1 तारिख आसिले आमे कहि देई थाउ देख सबु नुआ होइअछि, देख सबु नुआ होइअछि। आमे केवल नुआ नुआ विषय ही मेसेज देई थाउ एवं पिला माने मध्य सुना पद जहाँकि स्वर्णमय पद कहि थांती, এই समस्त विषय आमे आनंद करि थाउ। किंतु जणे प्रत्येक दिन से नूतन सृष्टि होई पारिबो केबे से प्रभु जीशुଙ୍କ ठारे अछि, तेबे प्रत्येक दिन प्रत्येक समय ता पाई नूतन ही अटे। जणे प्रभुଙ୍କ ठारे जदि रहिछि तेबे प्रत्येक समय प्रत्येक दिन ता पाई नूतन अटे, प्रत्येक वर्ष ता पाई नुआ ही अटे। कारण प्रभु एही प्रकार लोक मानकु से दया करिबे जो माने कि नूतन सृष्टि। प्रभु सेही लोक मानकु दया करिबे। मो प्रिय ईश्वरଙ୍କ लोक माने आछि आमानक जीवन रे से नूतन सृष्टि से नुआ जीवन पाइबा पाई आमे एई वाक्य अनुଯାयी निजको आमे सजाड़ीबाकु हेबो, निजको आमे प्रस्तुत करिबाकु हेबो, निजको आमे तैयारी करिबाकु हेबो। एई समस्त वाक्य अनुଯାयी आमे ख्रिस्टियान बोली प्रभु स्वर्ग अनंत जीवन परित्राण प्रभु देई देवे नाही। जणे ख्रिस्टियान हेई गले ताहा मिली जीव नाही। दया पाइबाकु हेले जणे ख्रिस्टियान एही वाक्य अनुଯାयी निजको से सदा सर्वदा प्रस्तुत रखिबाकु हेबो, जागृत रखिबाकु हेबो, ते दयालु हेबाकु हेबो। ते दयालु हेले जाय प्रभु ताकू दया करिबे। जणे ख्रिस्टियान दया पाइबाकु हेले साहसरे अनुग्रह सिंहासन निकटकू जीवाकु हेबो, केबे जाई ता जीवन रे से दया पाई पारिबो। जणे ख्रिस्टियान दया पाइबाकु हेले ता जीवन रे से जहा किछि अधर्म ताहा घुड़ेई रखिले से दया पाई पारिबो नाही। ताहा से छाड़ीबाकु हेबो, स्वीकार करी छाड़ीबाकु हेबो, ताहा परित्याग करिबाकु हेबो, तेबे जाई ता जीवन से दया पाई पारिबो। पुणी शेष कथा जणे ख्रिस्टियान से दया पाइबाकु हेले ता जीवन रे से नूतन सृष्टि हेबाकु हेबो, से नूतन सृष्टि हेबाकु हेबो। तेबे जाई ता जीवन रे परमेश्वरଙ୍କ शांति आ दया वर्तिबो। परमेश्वर तांकु शांति देवा संगे संगे परमेश्वरଙ୍କ दया मध्य ता जीवन रे पाइबो। तेतिबाई आजिर एही जूम मीटिंग रे जेते आमे प्रभुଙ୍କ सेवा करूछु, वाक्य शुणुछु, ए वाक्य अति जरूरी अति आम प्रत्येकଙ୍କ पाई। कारण प्रभुଙ୍କର आगमन सन्निकटटे। प्रभु शीघ्र आसुछंती से विचार करिबा पाई। तांकरी दया पाइबाकु हेले जगतरे बंची थाउ थाउ आमे दयालु हेबाकु हेबो। जगतरे बंची थाउ थाउ आमे साहसरे तांकरी अनुग्रह सिंहासन निकटकू जीवाकु हेबो। जगतरे बंची थाउ थाउ आमे जहा किछि अधर्म रहिछि ताहा आच्छादन न करी ताहा आमे स्वीकार करी छाड़ीबाकु हेबो। जगतरे बंची थाउ थाउ आमे नूतन सृष्टि हेबाकु हेबो। तेबे जाई प्रभु दया करिबे आम जीवन को एवं आमे तांकरी राज्यर अधिकारी होई पारिबा, अनंत जीवन पाई पारिबा।
प्रभु এই সংক্ষিপ্ত শিক্ষা পরামর্শ দ্বারা প্রত্যেকଙ୍କୁ প্রভু বহুল রূপে আশীর্বাদ 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 করন্তু। ধন্যবাদ। আমেন। धन्यवाद सर सुंदर वाक्य पाई अति गभीर विषय को आपण सरल भाव में प्रकाश करियछंती। प्रभु आपन को आशीर्वाद करंतु जे परमेश्वर दयालु परमेश्वर अटंती। यदि आम दया परमेश्वर दया प्राप्त करने को हेले कौन सब कले आम दया पाई परिबा अति सुंदर भाव में आपन रखी अछंती। प्रभु आपन को आशीर्वाद करंतु एई भली मझे मझे आसी वाक्य दे आम को शिक्षा दौथांतु। पुणी थरे मु धन्यवाद दउछि बेबता सार को। आसंतु माने प्रार्थना करिबा।